ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 22 ପରିଣାମ ପ୍ରତି ଦୃଷ୍ଟି ଦିଅ। ଡକ୍ଟର ଗ୍ରୋବର ଲେଖିଛନ୍ତି, ଚିନ୍ତା ଦ୍ୱାରା ଶାରୀରିକ ବିକାର ଉତ୍ପନ୍ନ ହୋଇଥାଏ। ଚିନ୍ତା ଶରୀରରେ ଏକ ପ୍ରକାର ବିଚଳିତ ଅବସ୍ଥା ଉତ୍ପନ୍ନ କରେ। ମନ ବିଚଳିତ କରେ। ପାଚକ ରସ ବିକୃତ ହୁଏ। କେବେ କେବେ ପେଟରେ ମଧ୍ୟ କ୍ଷତ ହୋଇଯାଏ। ଡକ୍ଟର ହୋରାଲ୍ଡ ସି ହେବିନ୍ 177 ଜଣ ବ୍ୟବସାୟୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କଲେ। ସେମାନଙ୍କର ହାରାହାରି ଆୟୁ ଶତକଡ଼ା 44.6 ବୋଲି ସେ ଜାଣିପାରିଲେ। ଏମାନଙ୍କ ଭିତରୁ 1/3 ମାନସିକ ବିକ୍ଷୋଭ ଏବଂ ଅସନ୍ତୁଳିତ ମନ ଯୋଗୁଁ ହୃଦରୋଗ, ପରିପାକ କ୍ରିୟାରେ ବିକୃତି, ପେଟରେ କ୍ଷତ ଓ ଉଚ୍ଚ ରକ୍ତଚାପ ରୋଗରେ ଶିକାର ହୋଇଥାନ୍ତି। ଯେଉଁ ବ୍ୟବସାୟୀମାନେ ଆନ୍ତରିକ ଶାନ୍ତି ଭଙ୍ଗ ହେବାକୁ ସୁଯୋଗ ଦିଅନ୍ତି ନାହିଁ, ହାନି ଲାଭକୁ ଉପର ଠାଉରିଆ ଦୃଷ୍ଟିରେ ଦେଖିଥାନ୍ତି, ସେମାନେ ସ୍ନାୟୁ ଶିଥିଳତାରୁ ମୁକ୍ତ ହୋଇ ରୁହନ୍ତି। ଟଙ୍କା ପଇସା ବାହ୍ୟ ଜିନିଷ। ବ୍ୟବସାୟରେ ଲାଭ ହେବ, କ୍ଷତି ମଧ୍ୟ ହେବ। ଏଥିପାଇଁ ଆନ୍ତରିକ ଶାନ୍ତି ଭଙ୍ଗ ନ ହେବା ଉଚିତ। କୋଳାହଳ ପରିପୂର୍ଣ୍ଣ ସହରରେ ବାସ କରି ତୁମେ କ'ଣ ମାନସିକ ଭାରସାମ୍ୟ ରକ୍ଷା କରିପାରିବ? ଆମର ଉତ୍ତର ହେଉଛି ନିଶ୍ଚୟ। ନାନା ପ୍ରକାର ସମସ୍ୟା ଓ କୋଳାହଳ ଭିତରେ ଥାଇ ଆନ୍ତରିକ ଶାନ୍ତି ଲାଭ କରିବା ସମ୍ଭବ। ଏହା ଏକ ମାନସିକ ଅବସ୍ଥା ଅଟେ। ଥରେ ଅଭ୍ୟାସ କରିନେଲେ ବାହାରର କୋଳାହଳ ଦ୍ୱାରା ତାହା ଭଙ୍ଗ ହୁଏ ନାହିଁ। ଆମ୍ଭେମାନେ ଏ ଦିଗରେ କୌଣସି ଚେଷ୍ଟା କରିନଥାଉ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।